ନମସ୍କାର, ଜୟ ଶ୍ରୀ ଜଗନ୍ନାଥ। ଦେଖନ୍ତୁ ମୁଁ ଆଜି ଗୋଟେ ହରିଆଲି ଚିକେନ୍ ମସଲାଟେ ବନେଇଛି, ଯେଉଁଟାକି ବହୁତ ହି ଡ୍ରାଏ ହେଇଥାଏ ଆଉ ଖାଇବାକୁ ବି ବହୁତ ହି ଟେଷ୍ଟି ଲାଗେ। ୟାକୁ ଆପଣମାନେ ଲଞ୍ଚ ଟାଇମ୍ରେ ଗରମ ଭାତ ହଉ କିମ୍ବା ପଖାଳ ଭାତ ସହିତ ବି ଆରାମସେ ୟାକୁ ଏନ୍ଜୟ କରିପାରିବେ। ତ ଚାଲନ୍ତୁ ଏବେ ୟାକୁ ବନେଇବା ଷ୍ଟାର୍ଟ କରିବା। ହରିଆଲି ଚିକେନ୍ ମସଲାଟେ ବନେଇବା ପାଇଁ ଫାଷ୍ଟ ଆମେ ଗୋଟେ ମସଲା ବନେଇବା। ସେଥିପାଇଁ ଗୋଟେ ଗ୍ରାଇଣ୍ଡର ଜାରରେ କିଛି ଅଦା, ରସୁଣ, କଞ୍ଚା ଲଙ୍କା, କିଛି ଫ୍ରେଶ୍ ଧନିଆ ପତ୍ର, କିଛି ପୋଦିନା ପତ୍ରକୁ ନେଇଯିବା ଆଉ ସେଥିରେ କିଛି ଦହିକୁ ପକେଇକି ତାକୁ ଭଲସେ ପୁରା ଗ୍ରାଇଣ୍ଡିଙ୍ଗ କରିଦେବା। ଆପଣମାନେ ଚାହିଁଲେ ପାଣି ବି ଅଳ୍ପ ଟିକେ ଦେଇକି ଗ୍ରାଇଣ୍ଡିଙ୍ଗ କରିପାରିବେ। ଦେଖନ୍ତୁ ମୁଁ ଏବେ ମସଲାକୁ ବହୁତ ବଢ଼ିଆ ସେ ପୁରା ରେଡ଼ି କରିଦେଇଛି। ଏବେ ଚାଲନ୍ତୁ ଆମର ଏଇ ହରିଆଲି ମସଲାକୁ ୟୁଜ୍ କରିକି ଚିକେନ୍ ମସଲା ଫ୍ରାଏଟେ ବନେଇବା। ସେଥିପାଇଁ ଫାଷ୍ଟ ଗୋଟେ କଡ଼େଇରେ କିଛି ସୋରିଷ ତେଲକୁ ଗରମ କରିଦେବା ଆଉ ତେଲ ଭଲସେ ପୁରା ଗରମ ହେଇଗଲେ ସେଥିରେ କିଛି ଗୋଟା ଡାଲଚିନି, ତେଜପତ୍ର ଆଉ କିଛି ଜିରା ପକେଇଦେବା। ଏସବୁ ଭଲସେ ଟିକେ ଫୁଟିଗଲେ ସେଥିରେ କିଛି ଏମିତି ଲମ୍ବା ଲମ୍ବା ସାଇଜ୍ର କଟା ହେଇଥିବା ପିଆଜକୁ ପକେଇବା ଆଉ ପିଆଜକୁ ଭଲସେ ପୁରା ଗୋଲ୍ଡେନ୍ ବ୍ରାଉନ୍ ହେଲା ପର୍ଯ୍ୟନ୍ତ ଫ୍ରାଏ କରିବା। ଆଉ ପିଆଜ ଆମର ଗୋଲ୍ଡେନ୍ ବ୍ରାଉନ୍ ହେଇଗଲା ପରେ ସେଥିରେ ଆମର ଚିକେନ୍ ପିସେସ୍ ଗୁଡ଼ିକ ପକେଇବା ଆଉ ତାପରେ ଏଇ ଚିକେନ୍ ପିସେସ୍ ଗୁଡ଼ିକ ପିଆଜ ସହିତ ମିଶେଇକି ପୁରା 10ରୁ 15 ମିନିଟ୍ ପର୍ଯ୍ୟନ୍ତ ହାଇ ଫ୍ଲେମ୍ରେ ଭଲସେ ପୁରା ଫ୍ରାଏ କରିବା। ଦେଖନ୍ତୁ ମୁଁ ଏବେ ଚିକେନ୍ ପିସେସ୍ ଗୁଡ଼ିକ ବହୁତ ବଢ଼ିଆ ସେ ପୁରା ଫ୍ରାଏ କରିଦେଇଛି। ଚିକେନ୍ର କଲର୍ ସବୁ ବି ଚେଞ୍ଜ ହେଇକି ବଢ଼ିଆ ସେ ପୁରା ଗୋଲ୍ଡେନ୍ ବ୍ରାଉନ୍ ହେଇଗଲାଣି। ଏବେ ଗ୍ୟାସ୍ର ଫ୍ଲେମ୍କୁ ସିମ୍ କରିଦେବା ଆଉ ଏଥିରେ କିଛି ସ୍ୱାଦ ଅନୁସାରେ ଲୁଣ ପକେଇଦେବା, କିଛି ହଳଦୀ ଗୁଣ୍ଡ ପକେଇଦେବା, କିଛି କାଶ୍ମୀରୀ ଲଙ୍କାଗୁଣ୍ଡ ପକେଇବା ଆଉ କିଛି ଗରମ ମସଲା ଗୁଣ୍ଡ ପକେଇଦେବା। ଏବେ ଗ୍ୟାସ୍ର ଫ୍ଲେମ୍କୁ ମିଡ଼ିୟମ୍ କରିବା ଆଉ ମସଲା ଗୁଣ୍ଡ ସହିତ ଚିକେନ୍କୁ ଭଲସେ ପୁରା ମିଶାଇବା। ଦେଖନ୍ତୁ ମୁଁ ଏବେ ଚିକେନ୍ ଗୁଡ଼ିକୁ ମସଲା ସହିତ ଭଲସେ ପୁରା ମିଶାଇ ଦେଇଛି। ଏବେ ଆମେ ଗ୍ରାଇଣ୍ଡିଙ୍ଗ କରିଥିବା ଆମର ହରିଆଲି ମସଲାକୁ ଏଥିରେ ପକେଇବା ଆଉ ସେହି ମସଲା ଜାରରେ ଅଳ୍ପ କିଛି ପାଣି ଦେଇକି ସେଥିରେ ପକେଇବା। ଏବେ ଗ୍ୟାସ୍ର ଫ୍ଲେମ୍କୁ ହାଇ କରିଦେବା ଆଉ ମସଲା ସହିତ ଆମର ଚିକେନ୍କୁ ବହୁତ ଭଲସେ ପୁରା ମିଶାଇବା। ଦେଖନ୍ତୁ ମୁଁ ଏବେ ଚିକେନ୍କୁ ମସଲା ସହିତ ଭଲସେ ପୁରା ମିଶାଇ ଦେଇଛି। ଏବେ ଆମେ ୟାକୁ କଭର୍ କରିଦେବା ଆଉ 10ରୁ 15 ମିନିଟ୍ ପର୍ଯ୍ୟନ୍ତ ପୁରା ଲୋ ଫ୍ଲେମ୍ରେ କୁକ୍ କରିବା ଆଉ ମଝିରେ ମଝିରେ ବି ଗୋଳଉଥିବା, ନହେଲେ ଆମର ତଳ ଲାଗିଯିବ। ଦେଖନ୍ତୁ ଏବେ ଅଲରେଡ଼ି ଆମର 15ରୁ 20 ମିନିଟ୍ ଅଲରେଡ଼ି ହେଇଗଲାଣି। ଏବେ ଏଥିରେ କିଛି ଗୋଲମରିଚ ଗୁଣ୍ଡ ପକେଇଦେବା ଆଉ ଗ୍ୟାସ୍ର ଫ୍ଲେମ୍କୁ ହାଇ କରିଦେବା ଆଉ ୟାକୁ ଭଲସେ ପୁରା ମିଶାଇବା। ଦେଖନ୍ତୁ ଫାଇନାଲି ଆମର ଚିକେନ୍ ପୁରା ରେଡ଼ି। ଏବେ ଚାଲନ୍ତୁ ୟାକୁ ସର୍ଭ କରିବା। ଭିଡ଼ିଓ ଭଲ ଲାଗିଥିଲେ ମୋ ଚ୍ୟାନେଲକୁ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବାକୁ ଭୁଲିବେନି। ରହୁଛି ଜୟ ଜଗନ୍ନାଥ।